ପିଲାମାନେ ଆସ ଆଜି ଆମେ ଉଭୟଚର ପ୍ରାଣୀ ମାନଙ୍କୁ ଜାଣିବା। ପ୍ରଥମେ ଆମେ ଉଭୟଚର ପ୍ରାଣୀ କାହାକୁ କୁହାଯାଏ ଜାଣିବା। ଏହି ପ୍ରାଣୀମାନେ ସାଧାରଣତଃ ଉଭୟ ଜଳ ଓ ସ୍ଥଳ ବା ଭୂମି ଉପରେ ବାସ କରନ୍ତି। ଏମାନଙ୍କ ଚର୍ମ ପତଳା ଏବଂ ତାହା ସାଧାରଣତଃ ଓଦାଳିଆ ଓ ଲାଳୁଆ ହୋଇଥାଏ। କେତେକ ଉଭୟଚର ପ୍ରାଣୀ ନିଜର ପରଦାଯୁକ୍ତ ପାଦ ଦ୍ୱାରା ପାଣିରେ ଭଲ ଭାବରେ ପହଁରି ପାରନ୍ତି। ଯେପରିକି କଇଁଛ। କଇଁଛ ଦେଖ ଉଭୟ ଜଳ ଏବଂ ସ୍ଥଳରେ ରହିପାରେ, ସେ ମଧ୍ୟ ଗୋଟିଏ ଉଭୟଚର ପ୍ରାଣୀ। କୁମ୍ଭୀର। କୁମ୍ଭୀର ମଧ୍ୟ କେତେକ ଜଳରେ ରହିଥାନ୍ତି ଏବଂ ସ୍ଥଳରେ ରହିଥାନ୍ତି, ସେ ମଧ୍ୟ ଗୋଟିଏ ଉଭୟଚର ପ୍ରାଣୀ। ତାପରେ ଦେଖ ସାପ। କେତେକ ସାପ ପାଣିରେ ରହିଥାନ୍ତି ବା ପହଁରିଥାନ୍ତି, ଆଉ କେତେକ ତ ସାପ ବାହାରେ ରହିଥାନ୍ତି, ସେ ମଧ୍ୟ ଗୋଟିଏ ଉଭୟଚର ପ୍ରାଣୀ। ତାପରେ ଦେଖ ଗେଣ୍ଡା। ଗେଣ୍ଡା ମଧ୍ୟ ଶୁଖିଲା ଜାଗାରେ ରହିପାରେ ଏବଂ ପାଣିରେ ରହିପାରେ, ସେ ମଧ୍ୟ ଗୋଟିଏ ଉଭୟଚର ପ୍ରାଣୀ। ତାପରେ ଦେଖ ସାଲମାଣ୍ଡାର। ସାଲମାଣ୍ଡାର ମଧ୍ୟ ଗୋଟିଏ ଉଭୟଚର ପ୍ରାଣୀ। ବତକକୁ ତ ଆମେ ସମସ୍ତେ ଜାଣିଛେ। ଦେଖ ତାର ପାଦ କେମିତି ପରଦାଯୁକ୍ତ, ଯାହାଦ୍ୱାରା କି ସେ ପାଣିରେ ଭଲ ଭାବରେ ପହଁରି ପାରେ। କେତେକ ଲୋକ ମଧ୍ୟ ଘରେ ୟାକୁ ରଖିଥାନ୍ତି। ବତକ ଉଭୟ ଜଳ ଏବଂ ସ୍ଥଳରେ ରହିଥାଏ ବୋଲି ସେ ଉଭୟଚର ପ୍ରାଣୀ। ତାପରେ ଦେଖ ହଂସ। ହଂସର ପାଦ ମଧ୍ୟ ପରଦାଯୁକ୍ତ, ଯାହାଦ୍ୱାରା କି ସେ ପାଣିରେ ଭଲ ଭାବରେ ପହଁରି ପାରେ ଏବଂ ସ୍ଥଳରେ ମଧ୍ୟ ରହିପାରେ, ସେ ମଧ୍ୟ ଗୋଟିଏ ଉଭୟଚର ପ୍ରାଣୀ। ଏହାକୁ ଅଭ୍ୟାସ କରିବ ଓ ମନେ ରଖିବ।